ଏଠି ତ ବନ୍ୟା ଜଳ ମାଡ଼ିକି ରହିଛି ଆଜ୍ଞା। ଚାଷ ଜମି ସବୁ ନଷ୍ଟ ହେଇଗଲାଣି। ଯୋଉଗୁଡ଼ା ରୋଇଥିଲେ ସେ ସବୁ ପଚିତେ ବାହାରିଲାନି ସବୁ। ତେଣୁ ଆମେ ଆଉ ଖାଇବା କ'ଣ କିସ କରିବା କେମିତି ଆମେ ବଞ୍ଚି ରହିବା କେମିତି? ଗାଁରୁ ଆମର ମହାଜନମାନଙ୍କ ପାଖରୁ ଯୋଉ ଟଙ୍କା ଲୋନ୍ କରିକିରି ଆମେ ଚାଷବାସ କରିଛୁ ଆମେ ତାଙ୍କୁ ସୁଝିବା କେମିତି? ବର୍ତ୍ତମାନ ଏମିତିକା ପରିସ୍ଥିତି ବ୍ୟାଙ୍କ ଲୋନ୍ ଇଆଡ଼େ ଗାଉଁଲି ଲୋନ୍ ଏଇଭଳିଆ ପରିସ୍ଥିତି ହେଇଛି ଆମର ସବୁ। ସରକାର ଯଦି କିଛି ଆମକୁ ସାହାଯ୍ୟ ଦିଅନ୍ତେ ଆମେ କୃଷି ଋଣ ଛାଡ଼ ହୁଅନ୍ତା ତାହେଲେ ସବୁଠୁ ଭଲ ଭଲ ହୁଅନ୍ତା। ପରିସ୍ଥିତି ମାନେ ସାର୍ ପାଣି ଏକଦମ ଘର ଭିତରେ ପଶି ଯାଇଛି। ଲାଇନ୍ ପୁରା କେନାଲ ଫେନାଲ କିଛି ନାହିଁ ଆଜ୍ଞା, ଟୋଟାଲ ବନ୍ଦ କରିଦେଇଛନ୍ତି। କେତେ ରାତିରେ ଘରେ ପାଣି ପଶିଲା? ରାତି ଆଜ୍ଞା 10ଟା ଭିତରେ ପାଣି ପଶିଛି। 10ଟା ପାଖରୁ ଆମେ ପାଣି ଘେରରେ ରହିଛୁ ପାଣି ଭିତରେ। କ'ଣ କହିବି ଆଉ ସରକାରଙ୍କର ଧ୍ୟାନ ଦେବା ଦରକାର। କ୍ଷତିପୂରଣ ଦାବି କରୁଛୁ ଆଜ୍ଞା, ଆଉ ଏହାର ଉଚିତ ସମାଧାନ କରିବା ବି ଆବଶ୍ୟକ। ନଗାଣ ବର୍ଷା ପରେ ଆମେ ଶୋଇବା ପାଇଁ ରେଡି ହଉଥିଲୁ ଆଉ ହଠାତ୍ ପାଣି ଢୁକିଗଲା ଘରକୁ। ଢୁକିଗଲାକୁ ଦୌଡ଼ି ବାହାରିଲୁ ସତରେ। ଆଉ ଜିନିଷ ପତ୍ର କିଛି କାଲୁ କିଛି ଘର ଭିତରେ ରହିଛି। ଆଚ୍ଛା, ତାପରେ କାନ୍ଥ ପଡ଼ିଗଲା। ତାପରେ କାନ୍ଥଟା ପଡ଼ିଗଲା କିନ୍ତୁ ବାହାର ପଟକୁ ପଡ଼ିଗଲା, ସେଇଟା ଆହୁରି ରକ୍ଷା ହେଇଗଲା। କେତେ ଲୋକ ରହିଥିଲେ? ଘର ଭିତରେ କେତେ ଜଣ ଥିଲେ? ଘରେ ଥିଲେ ତାହେଲେ ମୁଁ, ମୋ ସ୍ତ୍ରୀ 2, ସେନେ 3, ବୋଉ 4 ଆଉ ମୋ ନାତିଟା 5 ଜଣ ଥିଲେ। 5 ଜଣଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛି। ତ ପ୍ରଶାସନ ତରଫରୁ କେହି କିଛି ପହଞ୍ଚିଲାଣି? ନା, କେହି ଆସିନାହାନ୍ତି। କେନାଲଟା ଭାଙ୍ଗିଗଲା। କେନାଲଟା ଭାଙ୍ଗିଗଲାକୁ ପାଣି ଚାଲି ଆସିଲା। ଘର ଆମେ ଜିନିଷ ତ ଭାକେଇ ପାରିଲେନି। ତାପରେ ଏଠି ଜିନିଷ କାଟତେ ଅଣ୍ଟା ପାଣି, ତାପରେ ଆମେ ବାହାରତେ ନାହିଁ ବେଖିଆ ପାଣି ହେଇଗଲା। ଆଉ ଧାନ ଫାନ ସବୁ ନଷ୍ଟ ହେଇଗଲା। ପ୍ରଶାସନ ତରଫରୁ କେହି ପହଞ୍ଚିଲେଣି ବର୍ତ୍ତମାନ ସୁଦ୍ଧା? ହଁ, ପହଞ୍ଚିଥିଲେ। ଆସିଥିଲେ ଆମର ବିଡ଼ିଓ ସାର୍ ଆସିଥିଲେ, ଆର୍ଆଇ ଆସିଥିଲେ। ମାନେ ଖାଦ୍ୟ ସବୁ ଦେଇଛନ୍ତି। ହଁ, ତାର ରାତି ଅନୁମାନିକ ପ୍ରାୟ 11:30 ଖଣ୍ଡେ ହବ। ମାନେ ପ୍ରବଳ ବାତ୍ୟା ଆସିବାର ମତେ ଶୁଭାଗଲା। ଆମେ ବାହାରିକି ଦେଖିଲାକୁ ମାନେ ସେତେବେଳେ ପାଣି ଅଣ୍ଟାଏ ଲେଖା ବହି ଆସିଲା। ବଡ଼ ଭୟଭୀତ ହେଇ ଆମେ ଦୌଡ଼ି ପଳେଇଲୁ ଏଠୁ। ତାପରେ କୁକୁଡ଼ା ଛେଳି ଆମେ କୌଣସି ଜିନିଷକୁ ଆମେ ଉଦ୍ଧାର କରିପାରିଲୁ ନାହିଁ। ଆମେ ଦା ଗୋଟେ ସାହାଯ୍ୟରେ ଗୋଟେ ବେକକୁ କାଟି ଦେଇଥିଲୁ, ବେକର ଦଉଡ଼ିଟିକୁ ପଘାଟାକୁ ଛିଡ଼େଇ ଦେଇଥିଲୁ। ଆଉ ସେମାନେ ଗୋରୁଟାକୁ ଉଠି ଯାଇଥିଲେ, ଆଉ ଛେଳି ଫେଳି ସବୁ ପୁତିକି ମରିଗଲେ ସାର୍ ଏଠି। ଆଉ ଆପଣମାନେ ତ ପରିସ୍ଥିତି ଦେଖୁଛନ୍ତି କେମିତି ଘର ଏଠି ଭୁଷୁଡ଼ି ପଡ଼ିଛି। ସରକାରଙ୍କ ଉପରେ ଆମେ ଦାବି ରଖିବୁ ଯେ ବର୍ତ୍ତମାନ ସେ ଘଟଣାସ୍ଥଳକୁ ପରିଦର୍ଶନ କରନ୍ତୁ ଏବଂ କ୍ଷୟକ୍ଷତି ଭିତ୍ତିରେ ବାବଦକୁ ସେ କ୍ଷତିପୂରଣ ଦିଅନ୍ତୁ ଏବଂ ଉଦ୍ଧାର ଏଟାକୁ ପୁରା ସଫାସଫି କରିକି ଘର ଯଥାଶୀଘ୍ର ପାରିବେ ସେ ଘର ଆମକୁ ପ୍ରଦାନ କରାଯାଉ। ଗତ 2 ଦିନ ଯେଉଁ କଣ୍ଟିନ୍ୟୁଅସ୍ ବର୍ଷା ହେଲା ସେଥିରେ ଆମର 8ଟି ଗାଁ ପୁରା କଟକ ହେଇଯାଇଥିଲା। ଆଉ ସେଇ ଗାଁର ଟୋଟାଲ ପପୁଲେସନ୍ ଥିଲା ପାଖାପାଖି 1200 ଏବଂ ଆମେ ସେମାନଙ୍କୁ ଓଡ୍ରାଫ୍ ଟିମ୍, ଫାୟାର ଟିମ୍ ସହଯୋଗରେ ଖାଦ୍ୟ ସବୁ ପହଞ୍ଚେଇଥିଲୁ। ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା ଏବଂ ଆମର ଯେଉଁ ମାକିଚୁଆ, କାନପୁର, ଦେବସୋଳ ସେ ସାଇଡ୍ ମଧ୍ୟ କିଛି ଜାଗାରେ ଘର ଭାଙ୍ଗି ଯାଇଥିବାରୁ ଆମେ ତାଙ୍କୁ ସ୍କୁଲରେ ଆଣି ସ୍କୁଲରେ ଦେବା ପାଇଁ ରନ୍ଧା ଖାଦ୍ୟ ହେଇଥିଲା ଏବଂ ମାଣିଦାରେ, ତୋଟାପଡ଼ାରେ, ରାଘବପୁରରେ ଏବଂ ଆମର କାଟୁଣିରେ ସେଠି ମଧ୍ୟ ରୋଷେଇ ଖାଇବା ଦିଆଯାଇଛି।